ରାଧେଶ୍ୟାମ। ତ ଆଜି କିଛି ନୂଆ ଜ୍ଞାନ ନେବା ଚାଲନ୍ତୁ। ଭୂମି ରାପ ନଳ ବାୟୁଖ ମନେ ବୁଦ୍ଧିରେବଚ ଅହଙ୍କାର ଇତିୟ ମେ ଭିନ୍ନା ପ୍ରକୃତି ରଷ୍ଟଧା। ଏଇଠି ଭଗବାନ କହୁଛନ୍ତି ଯେ ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର ଏହି 8 ପ୍ରକାରରେ ମୋର ପ୍ରବୃତ୍ତି ବିଭକ୍ତ। ଯେ ଭଗବାନ କହୁଛନ୍ତି ଯେ ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର ଏହି 8 ପ୍ରକାରରେ ମୋର ପ୍ରକୃତି ବିଭକ୍ତ ହେବାରେ ଲାଗିଛି। ଭୂମି, ଜଳ, ଅଗ୍ନି, ପବନ, ଆକାଶ, ବୁଦ୍ଧି ପୁଣି ମନ, ଅହଙ୍କାର ଯେ 8 ଏହି ମୋହର ପ୍ରକୃତି ବলাই। ଏ ମୋର ପ୍ରକୃତି ପାର୍ଥିବ ଏହାକୁ ମନେ ରଖିଥିବ। ଏ 8 ଭାବେ ରହିନ ଲୟରେ ଲଗାଇଲେ ଧ୍ୟାନ। ପରମ ସିଦ୍ଧି ପ୍ରାପ୍ତ ହବ ଶେଷେ ବୈକୁଣ୍ଠ ମିଳିବ। ଯେ କହୁଛନ୍ତି ହେ ଅର୍ଜୁନ ଯେ ଯେତେବେଳେ ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର ଏଇ 8 ପ୍ରକାର ପ୍ରବୃତ୍ତିରେ ଯଦି ମୋ ମନ ରହୁଛି, ମୋ ମନ ବିଭକ୍ତ ହେବାରେ ଲାଗୁଛି, ଏଇଠି ଯଦି ମୁଁ ଧ୍ୟାନ ଦେବି ତ ସେଇଠି କ'ଣ ହେଉଛି, ମୋ ମନକୁ ମୋ ନିୟନ୍ତ୍ରଣରେ ରଖୁନାହିଁ। ଏଇଠି ରଖିଲେ ମୋ ମନକୁ ମୁଁ ବିଭକ୍ତ କରିବାରେ ଲାଗୁଛି। ସେଥିପାଇଁ ସେଇଠାରୁ ଯିଏ ନିଜକୁ ନିବୃତ୍ତ କରିବ ସିଏ ହିଁ ପରମ ସିଦ୍ଧରେ ବୈକୁଣ୍ଠର ପ୍ରାପ୍ତି ହେବ। ଯିଏ ମୋଠି ଲୟ ଲଗେଇବ, ଯିଏ ଅହଙ୍କାରରୁ ଦୂରେଇ ଯିବ, ସିଏ ହିଁ ବୈକୁଣ୍ଠରେ ସ୍ଥାନ ପାଇବ। ଅପରେୟ ମିତ ସ୍ୱାନା ପ୍ରକୃତି ବିଧି ମେ ପରାମ ଜୀବ ଭୃତା ମହାବାହ ୟୟେଦ ଧ୍ୟାଯ୍ୟତେ ଜଗତ। ଏଇଠି କହୁଛନ୍ତି ଏଇ 8 ପ୍ରକାର ପ୍ରକୃତି ମୋର ଅପରା ଅର୍ଥାତ୍ ଜଡ଼ ପ୍ରବୃତ୍ତି। ହେ ମହାବାହୁ, ଏହା ଛଡ଼ା ଅନ୍ୟ ପ୍ରବୃତ୍ତି ଯାହା ସମଗ୍ର ଜଗତକୁ ଧରି ରଖିଛି ତାହା ମୋର ଜୀବରୂପା ଅର୍ଥାତ୍ ଚେତନ ପ୍ରକୃତି ଅଟେ। ଯେ କହୁଛନ୍ତି ଯେ ଏହି 8 ପ୍ରକାର ପ୍ରବୃତ୍ତି ମୋର ଅପରା ଅର୍ଥାତ୍ ଜଡ଼ ପ୍ରବୃତ୍ତି। ଇଏ ମୋର ଜଡ଼ ପ୍ରବୃତ୍ତି ଅଟେ। ହେ ମହାବାହୁ, ଏହା ଛଡ଼ା ପ୍ରକୃତି ଯାହା ସମଗ୍ର ଜଗତକୁ ଧରି ରଖିଛି ତାହା ଅଷ୍ଟ ପ୍ରବୃତ୍ତି ଅପେରା। ଯେ ପ୍ରକୃତି ଯାହା ସମଗ୍ର ଜଗତକୁ ଧରି ରଖିଛି ତାହା ମୋର ଜୀବରୂପୀ ଅର୍ଥାତ୍ ଚେତନ ପ୍ରକୃତି ଅଟେ। ଅଷ୍ଟ ପ୍ରବୃତ୍ତି ଅପରା ଜୀବରୂପା ପ୍ରକୃତି ପରା। ଅପରା ପରା ବେନିମତ ପ୍ରକୃତି ଯୋଗୁ ଏ ଜଗତ। ପ୍ରକୃତି ସ୍ଥୂଳ ସୂକ୍ଷ୍ମ ଦୁଇ କଳ୍ପନା ସ୍ଥୂଳ ଦେହେ ହୋଇ। ସୂକ୍ଷ୍ମ ଚୈତନ୍ୟ ପରା ଜାଣ ଜୀବ ଚୈତନ୍ୟ ନେତ୍ର ଜ୍ଞାନ। ଚେତନ ପ୍ରକୃତି ଅଟଇ ଜ୍ଞାନ ବୈଜ୍ଞାନ କଥାଇ। ଯେ କହୁଛନ୍ତି ଏଇ 8 ପ୍ରକାର ପ୍ରକୃତି ଜୀବରୂପା ପ୍ରକୃତି ପରା। ସେ ପ୍ରକୃତି ଯୋଗୁ ଏ ଜଗତ। ଯେମିତି ପ୍ରକୃତି ସ୍ଥୂଳ ଓ ସୂକ୍ଷ୍ମ ଦୁଇ ପ୍ରକାର କଳ୍ପନା ସ୍ଥୂଳ ହୋଇ ରହିଛି ଓ ସୂକ୍ଷ୍ମ ଚୈତନ୍ୟ ପରା ଜାଣ ଯେ ଜୀବ ଚୈତନ୍ୟ ନେତ୍ର ଜ୍ଞାନ। ଯେ ସୂକ୍ଷ୍ମ ଚୈତନ୍ୟ କିଏ? ଯାହା ଜୀବନ ଅଛି, ଜୀବନରେ ସେ ନେତ୍ରରେ ଯେଉଁ ଜ୍ଞାନ ଆହରଣ ହୁଏ ସିଏ ହିଁ ସୂକ୍ଷ୍ମ ଚୈତନ୍ୟ ଅଟେ। ତ ଚେତନ ପ୍ରକୃତି ଅଟେ ଯାହାକି ଚେତନ ପ୍ରକୃତି, ଯାହାକି ଚେତା ଥିବା ଅବସ୍ଥାରେ ପ୍ରକୃତିକୁ ଦେଖି ଆମେ ଯେଉଁ ଜ୍ଞାନ ନିଅନ୍ତି ଓ ଜ୍ଞାନ ବିଜ୍ଞାନକୁ ଏଇ କଥା ବୁଝେଇଥାଏ। ଯେଉଁ ଜ୍ଞାନ ଆମେ ଚେତନ ଅବସ୍ଥାରେ, ଚେତା ଥିବା ଅବସ୍ଥାରେ ନେଇଥାନ୍ତି। ଏତ ଯୋଗିନୀ ଭୂତାନି ସର୍ବାଣି ତୁ ପଧାରୟ ଅହଂକୃତସ୍ୟ ଜଗତ ପ୍ରଭାବ ପ୍ରଳୟସ୍ତା। ଏଇଠି କହୁଛନ୍ତି ଯେ ହେ ଅର୍ଜୁନ, ତୁମେ ଜାଣ ଯେ ପର ଅପର ଏହି ଦୁଇ ପ୍ରକୃତି ସକଳ ଭୂତ ହିଁ ଜାତ ହୋଇଛନ୍ତି। ଯେ ପରା ପୁରୁଷ ଅପରା ପ୍ରକୃତି ମୁଁ ସମଗ୍ର ଜଗତରେ ଉତ୍ପତ୍ତି ତଥା ପ୍ରଳୟରୁ ମୂଳ କାରଣ ଅଟେ। କହୁଛନ୍ତି ହେ ଅର୍ଜୁନ,
ତୁମେ ଜାଣ ଯେ ଅପର ଏଇ ଦୁଇ ପ୍ରକୃତି ସକଳ ଭୂତ ହିଁ ଜାତ ହୋଇଛନ୍ତି। ଏଇ ଦୁଇ ପ୍ରକୃତି ସକଳ ଭୂତରୁ ଜାତ ହୋଇଛନ୍ତି। ଓ ପରା ପୁରୁଷ ଅପରା ପ୍ରକୃତି। ମୁଁ ସମଗ୍ର ଜଗତରେ ଉତ୍ପତ୍ତି ତଥା ପ୍ରଳୟ ମୁଁ କାରଣ ଅଟେ। ସେ ଭଗବାନ କହୁଛନ୍ତି ଯେ ସମଗ୍ର ପୃଥିବୀରେ ଜଗତରେ ଉତ୍ପତ୍ତି ତଥା ପ୍ରଳୟର ମୂଳ କାରଣ ମୁଁ ବି ଅଟେ। ଭଗବାନ ନିଜେ ହିଁ କହୁଛନ୍ତି। ପରା ଅପରା ପ୍ରଭୃତି ଚିତ୍ତ ଜଡ଼ ନାମ ବହନ୍ତି। ଏବେନି ପ୍ରକୃତିରୁ ଜୀବ ସଂସାରେ ହୁଅଇ ଉଦ୍ଭବ। ପରାଚିତ ପୁରୁଷ ହୋଇ ଅପରାଚିତ ପ୍ରକୃତି ଏଥୁ ସର୍ବ ବିଶ୍ୱ ଉତ୍ପତ୍ତି। ତିରୋଧାନ ପ୍ରଳୟ ହନ୍ତି। ପ୍ରଳୟରୁ ମୂଳ କାରଣ ସବୁରି ମୂଳେ ମୁଁ ଅର୍ଜୁନ। ଯେ ହେ ଅର୍ଜୁନ, ଏ ପରା ଓ ଅପରା ଏ ପ୍ରକୃତି ସବୁ ଚିତ୍ତରୁ ନାମ ବହିଛନ୍ତି ଓ ସର୍ବ ବିଶ୍ୱରେ ଯାହାକି ତିରୋଧାନେ ପ୍ରଳୟ ହୁଅନ୍ତି ଓ ପ୍ରଳୟରେ ମୂଳ କାରଣ ମୁଁ ମଧ୍ୟ ହେ ଅର୍ଜୁନ। ଭଗବାନ ନିଜେ କହୁଛନ୍ତି। ତ ଆଗକୁ ଆହୁରି ବହୁତ ସାରା ଜ୍ଞାନ ନେବା। ଆଜି ପାଇଁ ଏତିକି। ରାଧେ ଶ୍ୟାମ। ଭିଡ଼ିଓ ଯଦି ପସନ୍ଦ ଆସିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣ ନିହାତି କରିବେ।